ମୁଁ ବିଶ୍ୱବାଣୀ ଲାଇଭ ରୁ କହୁଥିଲି ତାପସ ଦାସ। ଯୋଉ ସ୍ମୃତିରେଖା ପହି ଯିଏ ଅଛନ୍ତି ସେ ଯୋଉଭଳି ଭାବେ ଆପଣଙ୍କୁ ଧମକ ଚମକ ଦେଇଛନ୍ତି ସୋସିଆଲ ମିଡିଆରେ ତାଙ୍କର ଅଡିଓ ଭାଇରାଲ ହଉଛି ସେ ବିଷୟରେ ଆପଣ କଣ କହିବେ? ମୁଁ ତ ଶୁଣୁଛି ଆଜ୍ଞା କଣ ଧମକ ଦଉଛନ୍ତି, ମୁଁ ଆଉ କଣ କହିବି ଆଜ୍ଞା, ମୁଁ ମର୍ମାହତ ଦୁଃଖିତ, ଆଉ କଣ କହିବି। ନା ନା ଆପଣ ଭାରତୀୟ ଜନତା ପାର୍ଟି ଜଣେ ସହକର୍ମୀ କାମ କରିବା ଭିତରେ ଧମକ ଦେବି, ମୁଁ ଆଜ୍ଞା କଣ କହିବି। ନା ସେ ଆପଣଙ୍କ ନାଁରେ ଆଲିଗେସନ ଆଣିଛନ୍ତି କଣ ଏନ୍ଏଚଆଇ କାମ ଝିଅ ପିଅ ଏମିତି ସବୁ ବିଭିନ୍ନ କଥା ଯୋଉଟା ଆଣିଛନ୍ତି ଆଲିଗେସନ ଟା କେତେ ଦୂର ସତ୍ୟତା ଅଛି ଆଲିଗେସନ ର ଆଉ ତା ସହିତ ଆପଣ ଯୋଉ ଧମକ ଚମକ ଦେଇଛନ୍ତି ସେ ବିଷୟରେ ଦିଟା ଟିକେ କ୍ଲିୟର କରୁଛନ୍ତି। ଆଜ୍ଞା ଆପଣଙ୍କ ନାଁରେ ଯଦି ମୁଁ ଏଇନା କହିବି ଆପଣ ଚିହ୍ନିନି ଯଦି ଜାଣିନି ଆପଣ କହିବି, ଆପଣ ଯଦି କୋଉଠି ଯାଇକି ଗୋଟେ ବେଶ୍ୟାବୃତ୍ତି କରୁଥିଲେ ତାହେଲେ ଆପଣ କଣ କହିବେ ଆଜ୍ଞା? ଆପଣ କିଛି କହିବେ? ନା ନା ମୁଁ ବୁଝିଲି କହିବି ଆପଣଙ୍କ ଘରେ ଆପଣଙ୍କର ମା ଭଉଣୀ ଯାଇକି ସେ କାର୍ଯ୍ୟ କରୁଛନ୍ତି, ଆପଣ କଣ କହିବେ ଆଜ୍ଞା? ହଁ ବୁଝିପାରିଲେ? ବୁଝିପାରିଲି। ନା ସେ ଯୋଉ କଥା କହିଛନ୍ତି ଆପଣ ଯଦି ଅନୀତିକର କଥା କହିବ ବିନା ପ୍ରମାଣ ସହିତ ମୁଁ କଣ କହିବି ଆଜ୍ଞା? ନା ଆପଣ କିଛି ଆପଣ ଆଇନର ଆଶ୍ରୟ ନେବେ କି ସେ ବିଷୟରେ ମୁଁ ଜାଣିବାକୁ ଚାହୁଁଥିଲି। ଯୋଉଭଳି ଅଡିଓ ତାଙ୍କର ଭାଇରାଲ ଧର୍ମଶାଳାବାସୀ ତାର ଉପଯୁକ୍ତ ଜବାବ ଦେବେ, ଧର୍ମଶାଳାବାସୀ ମାନେ ନେବେ। ମୁଁ ତ ନିଜେ ଇଲେକ୍ସନ କମିଶନ ପାଖକୁ ଯିବି, ମୁଁ କଲେକ୍ଟର ପାଖକୁ ଯିବି, ଇସି ପାଖକୁ ଯିବି, ମୁଁ ତ ଯାଇକି ଆଇନ ଆଶ୍ରୟ ନେବି। କାରଣ ମତେ କେତେବେଳେ ସେ ଜୀବନ ଧମକ ଦେଉଛନ୍ତି, ଶୁଣୁଛି ଗୁଣ୍ଡା ଲଗେଇକି ମାରିଦେବା ପାଇଁ, ମୋ ଜୀବନରେ ଡରିକି ଅଛି ଆଜ୍ଞା। ନା ସେ କହୁଛନ୍ତି ଆପଣ ସ୍ୱାଧୀନ ଭାବେ ଠିଆ ହେଲେ ଆପଣଙ୍କୁ ଇଏ କରିଦେବେ ବୋଲି, ଗୁଣ୍ଡା ଲଗେଇ ମାରିଦେବେ ବୋଲି। ହଁ ହଁ ହଁ। ନା ଆପଣ ଯେହେତୁ ସେ ଆପଣ ଆଶା ଆପଣ ଟିକେଟ ପ୍ରାର୍ଥୀ ହବାର ଥିଲା, ସିଏ ଯେହେତୁ ପାଇଗଲେ ସେଥିପାଇଁ ସେ ସେମିତି ଗୋଟେ ଇର୍ଷାନ୍ୱିତ ହେଇଛନ୍ତି କି? ଆଜ୍ଞା ସିଏ କଣ ପାଇଁ କହିଛନ୍ତି ମୁଁ ତ ଜାଣିନି ଆଜ୍ଞା, କାହିଁକି ଜଣେ କହିଛି କଣ ପାଇଁ କହିଛି ଆଜ୍ଞା। ତେଣୁ ମୁଁ ତ ଶୁଣୁଛି ଯେ ମତେ ଧମକ ଦଉଛି, ମତେ ତ ଆଜ୍ଞା ଆମେ ତ ଡରରେ ସେ ଯୋଉ ଅଛୁ ଆଜ୍ଞା କାଲି ପର୍ଯ୍ୟନ୍ତ, କାରଣ ଆମେ ଲୋକଙ୍କୁ ସେବା କରୁଛୁ ଯାଉଛୁ, ଛୋଟ କଥା ନୁହେଁ ଆଜ୍ଞା। ଧମକ ଦଉଛନ୍ତି କିଏ କେତେବେଳେ କୋଉଠି ମାରିଦବ କଣ କରିଦବ ଏଇଟା କିଛି ବଡ କଥା ନୁହେଁ। ତେଣୁ ଆମେ ଆଇନର ଆଶ୍ରୟ ନେବୁ, ଆମେ କଲେକ୍ଟର ପାଖକୁ ଯିବୁ, ସମସ୍ତଙ୍କ ପାଖକୁ ଯିବୁ, ସବୁ ଆଇନର ଆଶ୍ରୟ ନେବୁ ଏବଂ ସୁରକ୍ଷା କେମିତି ମିଳିବ ଆମେ ସେଇ ହିସାବରେ ଏସପି କଲେକ୍ଟର ଏବଂ ଇଲେକ୍ସନ କମିଶନ ସହିତ ଆମେ ଆଲୋଚନା କରିବୁ। ଆଉ ଆପଣ ସ୍ୱାଧୀନ ଭାବେ ଠିଆ ହେବେ, ପ୍ରାର୍ଥୀ ଏଥର ହେବେ ତ? ପ୍ରାର୍ଥୀ ଆମେ ଆଜ୍ଞା ନିଶ୍ଚୟ ହବୁ। ଧର୍ମଶାଳା ପାଇଁ ଲଢେଇ ଚାଲିଛି, ଧର୍ମଶାଳା ମାଟି ପାଇଁ ଆମେ ନିଶ୍ଚୟ ଆମେ ଲଢିବୁ। ଆମେ ନୋମିନେସନ ଯାକେ ଅପେକ୍ଷା କରିଛୁ, ଯଦି ପାର୍ଟି ଟିକେଟ ଦେବା ପାଇଁ ଆମେ ପ୍ରତିଶ୍ରୁତି ଦେଇଥିଲେ ଦେବେ ନହେଲେ ଆମେ ସ୍ୱାଧୀନ ଛିଡା ହବୁ। ଠିକ ଅଛି, ଥ୍ୟାଙ୍କ ୟୁ। Start your day with exotic fragrance of Prasa deodorant body spray, क्योंकि लग्जरी का दूसरा नाम है प्रासा। Try today Prasa Exotica deodorant body spray. Be royal. For distributorship, call 9938886725.